ପିଲାମାନେ ଆମେ ବୟସ ହିସାବ କେମିତି କରିବା ଗୋଟେ ବର୍ଷ ଗୋଟେ ମାସ ଗୋଟେ ଦିନ ଦେଇଥିବ ଆପଣଙ୍କ ଜନ୍ମ ତାରିଖ ଆଜିକାର ଡେଟ୍ରେ ବା ଯେଉଁ କୌଣସି ଡେଟ୍ କହିଥିବ ସେ ଡେଟ୍ ପର୍ଯ୍ୟନ୍ତ ଆପଣଙ୍କ ବୟସ କେତେ କେମିତି ହିସାବ କରିବେ। ଦେଖନ୍ତୁ ଏଠି ଦେଇଛି 2025 ମସିହା ଗୋଟେ ଦେଇଛି। ଆଜିକା ଡେଟ୍ ମୁଁ ନେଇଛି ସେପ୍ଟେମ୍ବର 9 ମାସ ଯେଉଁଟା ଆପଣ କହୁଛନ୍ତି 3 ଦିନ 3 ତାରିଖ ହେଲା 3 3/9/2025। ଜଣେ ବ୍ୟକ୍ତିଙ୍କର ଜନ୍ମ ଦିବସ ହେଲା 1991 ମସିହା 11 ନଭେମ୍ବର 8 ତାରିଖ। ତ ତାଙ୍କୁ ଆଜିକା ଡେଟ୍ରେ କେତେ ବୟସ ହେଇଛି ଆମେ ଦେଖିବା। ତ ପ୍ରଥମେ ଆମେ କ'ଣ କରିବା ନା ପ୍ରଥମେ ଆମେ ଦିନରୁ ଫେରିବା। ତ ଦିନରେ ହେଲେ 3 ରୁ 8 ଯାଇପାରିବନି, 1 2 ଆଣିବା 13, ଏଠି ସେଭଳି ଫେରାଣ ଭଳି ବିয়োଗ ଭଳି ହେବନି। ତେଣୁ ଏଠୁ କ'ଣ କରିବେ 1 ମାସ ଧାର ନେବେ। 1 ମାସ କେତେ ଦିନ 30 ଦିନ। ତେଣୁ 30 ପ୍ଲସ୍ ଇଏ ହେଲା 3 33 ଦିନ। 33 ରୁ 8 ଫେରିଲେ କେତେ ନା 25 ରହିଲା। ତାପରେ ଏଠି 9 ମାସରୁ ଗୋଟେ ମାସ ଆପଣ ନେଇଯାଇଛନ୍ତି, ରହିଲା ଏଠି କେତେ ମାସ ହେବ 8 ମାସ। ତେଣୁ 8ରୁ ତ 11 ଯାଇପାରିବନି, 11 ମାସ ଯାଇପାରିବନି। ତେଣୁ ଏଠୁ କ'ଣ କରିବେ 1 10। ତେଣୁ ଏଠି ବିয়োଗ ଭଳିଆ ହେବନି 1 10 ନେଇକି। ଏଠି କ'ଣ କରିବେ ଗୋଟେ ବର୍ଷ ନେବେ 1 ଇୟର୍ ନେବେ 1 ଇୟର୍ ନେବେ ଯେଉଁଟାକି ଆପଣଙ୍କର 12 ମାସ। 12 ମାସ ଇଏ ଥିଲା 8 ମାସ 20 ମାସ 20 ମାସରୁ 11 ମାସ ଫେରିଲେ ରହିଲା ଆଉ 9 ମାସ। ତାପରେ ଏଠି ଆପଣ କ'ଣ କରିଥିଲେ ନା ଗୋଟେ ବର୍ଷ ଦେଇଥିଲେ। ତେଣୁ ଏଠି ରହିଲା ଆଉ କେତେ 2024। ତ 2024ରେ ପଡ଼ିବା 4 1 ଗଲା 3 2 ନ ଯାଇ 12 ନ ଗଲା 3। ତେଣୁ 0 0। ତେଣୁ ସେ ବ୍ୟକ୍ତିଙ୍କୁ 33 ବର୍ଷ 9 ମାସ 25 ଦିନ ହେଇଛି ଆଜିକା ତାରିଖରେ। ଏମିତି ଆପଣମାନେ ନିଜେ ମଧ୍ୟ ସହଜରେ କାଲକୁଲେସନ୍ କରିପାରିବେ। ରହୁଛି, ଧନ୍ୟବାଦ।